ସବୁ ହିଂସାର ମାତ୍ରା ବଢ଼ାଉଥିବା ଆତଙ୍କବାଦୀମାନେ ଯେ କେବଳ ଆଉ କେବଳ ମୁସଲମାନ ସମ୍ପ୍ରଦାୟର, ତାହା ଭୁଲ ବା ଭ୍ରାନ୍ତି। ଅନେକ ସମୟରେ ଦେଖାଯାଇଛି ଯେ ଆତଙ୍କବାଦୀମାନଙ୍କ ଭିତରେ ହିନ୍ଦୁମାନଙ୍କର ସଂଖ୍ୟା ବି ରହିଛି, ମୁସଲମାନମାନଙ୍କର ସଂଖ୍ୟା ବି ରହିଛି। ତେଣୁ ଆମେ କାହାକୁ ବିରୋଧ କରୁଛେ? ଆମେ ଏକାଠି ହେଇ ଆତଙ୍କବାଦର ବିରୋଧ କରିବା ଉଚିତ, ନା କି ଆମେ ଏକାଠି ହେଇ ହିନ୍ଦୁମାନେ ମୁସଲମାନମାନଙ୍କର ଏବଂ ମୁସଲମାନମାନେ ହିନ୍ଦୁମାନଙ୍କର ଚରିତ୍ର ସଂହାର କରିବୁ। କାହିଁକି ନା ଏଥିରେ କାହାର ବି ଭଲ ନାହିଁ। ତେଣୁ ଚେଷ୍ଟା କରନ୍ତୁ ନିଜ ଭିତରେ ମାନବିକତାକୁ ବଞ୍ଚେଇ ରଖିବା ପାଇଁ। ଭୁଲ କାମକୁ ନିନ୍ଦା କରନ୍ତୁ, କିନ୍ତୁ ଗୋଟିଏ ଭୁଲ ପାଇଁ ସେହି ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ରୂପରେ ଦୋଷ ଦେବା ଠିକ୍ ନୁହେଁ। ତେଣୁ ଯଦି ଆମେ ଈଶ୍ୱରଙ୍କର ଆଶ୍ରିତ, ଆମ ଭିତରେ ସେତିକି ଦିବ୍ୟତ୍ୱ ରହିଛି